ମୁଁ ବାହାରିଥିଲି ମୋ ଫ୍ୟାମିଲି ସହିତ ଆଜି ସମ୍ବଲପୁର ହୀରାକୁଦ ବୁଲିବା ପାଇଁ। ଅନୁଗୁଳରୁ ସମ୍ବଲପୁର ଦୀର୍ଘ 2.5 ଘଣ୍ଟାର ଟ୍ରେନ୍ର ଯାତ୍ରା ପରେ ମୁଁ ପହଞ୍ଚିଥିଲି ସମ୍ବଲପୁରର ହୀରାକୁଦ ବନ୍ଧରେ। ଚାଲନ୍ତୁ, ମୁଁ ଆସି ପହଞ୍ଚିଗଲି ସମ୍ବଲପୁର ହୀରାକୁଦ ଡ୍ୟାମ୍ରେ। ହୀରାକୁଦ ଡ୍ୟାମ୍ ଯେଉଁଟାକି ସବୁଠୁ ଲଙ୍ଗେଷ୍ଟ ଡ୍ୟାମ୍, 200 ଫୁଟ ଉଚ୍ଚତା ରହୁଛି, 5 କିଲୋମିଟର ଲମ୍ବ ବି ରହୁଛି, ତା ସାଙ୍ଗରେ 347ର ମେଗାୱାଟ୍ ଇଲେକ୍ଟ୍ରିକ୍ ପ୍ରୋଜେକ୍ଟ ବି ରହୁଛି। ଆପଣ ଦେଖିପାରୁଥିବେ ପ୍ରୋଜେକ୍ଟକୁ। ତାପରେ କିଛି ସମୟ ପରେ ଆପଣ ଚାଲନ୍ତୁ ଦେଖିବେ ଜଙ୍ଗଲୀ ବନ ହାତୀ ଏବେ ଚାଲିକି ଆସିବାର ଦେଖିବେ। ଚାଲନ୍ତୁ, ଆସିଗଲା ଜଙ୍ଗଲୀ ବନ ହାତୀ। ଦେଖ ଚାଲି, ତା ସାଙ୍ଗରେ ମୋ ଝିଅ ଚାଲି, ଦେଖ ଦେଖ ସବୁ ଜାଗା ପରି ମୋ ଝିଅର ବି ଫ୍ୟାନ୍ ବି ସବୁଆଡ଼େ ବହୁତ ଅଛନ୍ତି। ଇଏ କହିବ ଫଟୋ ଉଠେଇବି, ସିଏ କହିବ ଉଠେଇବି। ତ ଫଟୋ ଉଠେଇବା ସେକ୍ସନ୍ ପରେ ଆପଣ ଦେଖିପାରୁଥିବେ ପୁଣି ଆଉ ଥରେ ସେ ନଜାରାକୁ। କେତେ ସୁନ୍ଦର ପରିବେଶ। ଆପଣ ଆସନ୍ତୁ, ଆପଣଙ୍କ ଫ୍ୟାମିଲିଙ୍କ ସହିତ ଏନ୍ଜୟ କରନ୍ତୁ ସମ୍ବଲପୁର ହୀରାକୁଦ ବନ୍ଧ। ତାପରେ ଆମେ ପହଞ୍ଚିଗଲୁ ଆସି ଜିରୋ ପଏଣ୍ଟ। ଜିରୋ ପଏଣ୍ଟ ଗୋଟେ ଏଭଳି ଜାଗା, ଆପଣ ଫ୍ୟାମିଲିକୁ ନେଇକି ଆସନ୍ତୁ। ପୁରା ଶାନ୍ତ ପରିବେଶ ଆପଣ ଦେଖିପାରୁଥିବେ। ଆପଣ ଆସିକି ନିଜେ ନିରଳାରେ କିଛି ସମୟ ନିଜ ଫ୍ୟାମିଲି ସହିତ ବିତେଇ ପାରିବେ। ମୁଁ, ମୋ ଝିଅ, ମିସେସ୍ ଖାଉଥିଲୁ ଝାଲମୁଢ଼ି। ଆପଣ ଦେଖିପାରୁଥିବେ। ଆଉ ସେ ଚାରିପାଖର ଦୃଶ୍ୟ, କେତେ ସୁନ୍ଦରର ଦୃଶ୍ୟ ଏଇ ଚାରିପାଖ। ଆପଣ ଆସନ୍ତୁ ଛୁଟି ସମୟରେ, ଦେଖନ୍ତୁ ଚତୁଃପାର୍ଶ୍ୱ। ମୁଁ ବି ଆଉ ଛାଡ଼ିବା ଲୋକ, ମୁଁ ବି ଟିକେ ସେଲ୍ଫି ପୋଜ୍ରେ ଭିଡ଼ିଓଟି କରିଛି। ଆଶା କରୁଛି ଭଲ ଲାଗିବ। ଆପଣ ଦେଖିପାରୁଥିବେ ତା'ର ପଛପଟର ଦୃଶ୍ୟ ସବୁ। ପୁରା ଦୃଶ୍ୟ ଆପଣଙ୍କୁ ଦେଖାଉଛି ଏବେ ଦେଖନ୍ତୁ କେତେ ସୁନ୍ଦର ପରିବେଶ। ଆପଣ ଆସନ୍ତୁ ଫ୍ୟାମିଲିକୁ ନେଇକି। ବଢ଼ିଆ ଜାଗା, ବହୁତ ସମୟ ଆପଣ ବିତେଇ। ପାଣିର ନଜାରା କିଛି ନିଆରା। ସନ୍ଧ୍ୟାବେଳର ଦୃଶ୍ୟ ଆହୁରି ମନକୁ ଛୁଇଁଯିବ। ଦେଖନ୍ତୁ, ବସିବା ପାଇଁ ମଧ୍ୟ ଜାଗା ଅଛି। ଏବେ ଆପଣ ଦୂରରୁ ଦେଖନ୍ତୁ ବନ ଜଙ୍ଗଲୀ ହାତୀ କି ଗୋଟେ, ବାସ୍ ବାସ୍ ଜଙ୍ଗଲୀ ହାତୀ। वाह दीदी, वाह दीदी, नहीं दीदी वाह दीदी, मतलब व्हाट इज दिस दीदी दीदी। ଚାଲିରୁ ଆପଣ ଦେଖନ୍ତୁ ଜାଣିପାରିବେ ଗୋଟେ ଜଙ୍ଗଲୀ ହାତୀ ଆସୁଛି ଡୋଜର ଭଳି ଚାଲି। ଛାଡ଼ନ୍ତୁ ସେ କଥା। ତାପରେ ମୋ ଝିଅ ଏବଂ ମୁଁ ବହୁ ସମୟ ବିତେଇଥିଲୁ ସେ ଚତୁଃପାର୍ଶ୍ୱର ଦୃଶ୍ୟ। ମୋ ଝିଅ ମଧ୍ୟ ବହୁତ ଖୁସି। ବାବା ବଢ଼ିଆ ଜାଗାକୁ ଆଣିଛ ବୁଲିବାକୁ, କିନ୍ତୁ ଏଠି ରେଷ୍ଟୁରାଣ୍ଟ ନାହିଁ, ରାଗିଥିଲା। ପୁଣି ତାପରେ ବୁଝି ଯାଇଥିଲା। ଦେଖନ୍ତୁ ମୋର ଆଶା କି ଏ ଭିଡ଼ିଓ ଆପଣଙ୍କୁ ଭଲ ଲାଗିଲା। ଧନ୍ୟବାଦ।